ଜୟ ଜଗନ୍ନାଥ ସାଙ୍ଗମାନେ। ମୁଁ ରିସେଣ୍ଟଲି ଯାଇଥିଲି ପଲ୍ୟୁସନ୍ ସାର୍ଟିଫିକେଟ୍ କାଢ଼ିବା ପାଇଁ ଆମ ଲିଙ୍କ ରୋଡ଼ ପାଖରେ, ବଟ୍ ତ କାଢ଼ି ପାଇଲିନି କାରଣ ମୋର ଫାଇନ୍ ଥିଲା। ଯେହେତୁ ଫାଇନ୍ କ୍ଲିୟର ନ କଲେ ପଲ୍ୟୁସନ୍ ସାର୍ଟିଫିକେଟ୍ ବାହାରିବନି। ତ ରିଟର୍ନ ଆସିଲା ବେଳକୁ ଦେଖିଲି ମିଡ଼ିଆ ଭାଇ ଓଟିଭି ଚ୍ୟାନେଲ୍ ବାଇଟ୍ ନେଉଛନ୍ତି ଏଇ ବିଷୟରେ। ମୋତେ ସେ ପଚାରିଥିଲେ, ମୁଁ ବାଇଟ୍ ଦେଇଥିଲି ଆଉ ସେ ବାଇଟ୍ଟି ବହୁତ ଭାଇରାଲ୍ ହେଲା। ଲୋକମାନେ ଓଡ଼ିଶା ଜନସାଧାରଣ ତାକୁ ବହୁତ ଲାଇକ୍ କରିଛନ୍ତି ଆଉ ମୋ କଥାକୁ ରାଇଟ୍ ବୋଲି କହିଛନ୍ତି। ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ ଆପଣମାନଙ୍କୁ। ମୁଁ କହିବାର ମାତ୍ରା ମୁଁ ଯାହା କହିଥିଲି ଯେ ସରକାର କେମିତି ପବ୍ଲିକକୁ ହଇରାଣ କରୁଛନ୍ତି, ସବୁ କ୍ଷେତ୍ରରେ ସାଧାରଣ ବର୍ଗର ଲୋକଙ୍କୁ କେମିତି ହଇରାଣ କରୁଛନ୍ତି ସେଇଟା ଦେଖିବା ପାଇଁ ଆମେ ସେତେବେଳେ ଲାଇନ୍ ଲଗାଉଛୁ। କାଲି ପେଟ୍ରୋଲ ପାଇଁ ବି ଲାଇନ୍ ଦେଖନ୍ତୁ ବର୍ତ୍ତମାନ କେମିତି ପଲ୍ୟୁସନ୍ ଗାଡ଼ି ସାର୍ଟିଫିକେଟ୍ ପାଇଁ ଲୋକ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଠିଆ ହେଉଛନ୍ତି। ସେମାନଙ୍କର ସମୟର କୌଣସି ମୂଲ୍ୟ ନାହିଁ। କିଏ କାମ ଛାଡ଼ିକି ଆସିଥିବ, କିଏ ଦୋକାନ ବନ୍ଦ କରିକି ଆସିଥିବ, କି କେଉଁ ଜାଗାରୁ ଯେ ନାଇଁ ସାର୍ଟିଫିକେଟ୍ ବାହାର କରିବାକୁ ପଡ଼ିବ, ନହେଲେ କାଲି ସକାଳେ ସରକାର ଆମକୁ 10,000 15,000 ଫାଇନ୍ ପକାଇଦେବ। ତାଙ୍କ କଷ୍ଟ ଅର୍ଜିତ ଧନ ଫାଇନ୍ ଆକାରରେ ପଳେଇବ। ସେଥିପାଇଁ ବର୍ତ୍ତମାନ ପଲ୍ୟୁସନ୍ ଜାଗାରେ ଲାଇନ୍ ଲଗେଇଛନ୍ତି। 31 ତାରିଖରୁ ପେଟ୍ରୋଲ ପମ୍ପରେ ଆମେ ଲାଇନ୍ ଲଗେଇବୁ। ସାର୍ଟିଫିକେଟ୍ ଚେକ୍ ହେବ, ପେଟ୍ରୋଲ ଦିଅ, ସାର୍ଟିଫିକେଟ୍ ଚେକ୍ ହେବ, ପେଟ୍ରୋଲ ଦିଅ। ଭାବିଲେ ଆମ ସମୟର କୌଣସି ମୂଲ୍ୟ ନାହିଁ ଆଜ୍ଞା। ଆମେ ଯେଉଁ ଘଣ୍ଟା ଘଣ୍ଟା ଠିଆ ହେବୁ, ମାସରେ କାଲି ସକାଳେ ଆମ ସାଲେରୀ କମିଲା କି କୋଡ଼ିଲା, ସେଥିପାଇଁ ସରକାର ଆମକୁ ଦେବେ? ଆପଣ ଦେବେ? ଚାକିରି ତ ଖଣ୍ଡେ ଦେଇପାରୁନାହାନ୍ତି। ଯିଏ ଯେଉଁଠି ନିଜର ବୃତ୍ତି କରିକି ଚଳୁଛି ସେଥିରେ ବି ଆପଣ ତାଙ୍କୁ ଏଇ ଟାଇପ୍ର ହଇରାଣ କରୁଛନ୍ତି। ପ୍ରଦୂଷଣକୁ ଯଦି ଏତେ ଇମ୍ପୋର୍ଟାଣ୍ଟ ଦେଉଛନ୍ତି, ଆମେ ବି ଆପଣଙ୍କ ସହମତରେ ଅଛୁ, ଆପଣଙ୍କ ସାଙ୍ଗରେ ହିଁ ଆମେ ଅଛୁ। ପବ୍ଲିକ୍ ସବୁ ସରକାରଙ୍କ ସାଙ୍ଗରେ, ପବ୍ଲିକ୍ ହିଁ ସରକାର କରୁଛନ୍ତି, ଆମେ ଆପଣଙ୍କ ସାଙ୍ଗରେ। ବଟ୍ ପଲ୍ୟୁସନ୍ ଯେତେବେଳେ ସାର୍ଟିଫିକେଟ୍ ବାହାର କରୁଛନ୍ତି ତା ଧୀରେ ଫାଇନ୍ଟିକୁ କାହିଁ ଆଡ଼୍ କରୁଛନ୍ତି? ପ୍ରଥମେ ଫାଇନ୍ଟିକୁ ଗୁରୁତ୍ୱ ଦେଇଛନ୍ତି, ପରେ ପଲ୍ୟୁସନ୍କୁ ଗୁରୁତ୍ୱ ଦେଉଛନ୍ତି। ଯଦି ଫାଇନ୍ ଅଛି ଆଗ ଫାଇନ୍ କ୍ଲିୟର କରନ୍ତୁ, ଦେନ୍ ପଲ୍ୟୁସନ୍ ଦିଅନ୍ତୁ। ତାମାନେ ଆପଣ ପ୍ରଦୂଷଣକୁ ଇମ୍ପୋର୍ଟାଣ୍ଟ ଦେଉଛନ୍ତି ନା ଅର୍ଥ, ପବ୍ଲିକର ଯେଉଁ ଅର୍ଥଟା ଫାଇନ୍ ଆକାର ସେଇଟାକୁ କେମିତି କଲେକ୍ସନ୍ ହେବ ତାର ବାଟ ବାହାର କରିଛନ୍ତି। ଯଦି ପ୍ରଦୂଷଣକୁ ଇମ୍ପୋର୍ଟାଣ୍ଟ ଦେଇଥାନ୍ତେ ତାହେଲେ କଟକରେ ଯେଉଁ ବାରବାଟୀ ଯେଉଁ ବାଲିଯାତ୍ରା ପଡ଼ିଆ ପାଖେ ଯେଉଁ ଜଙ୍ଗଲଟି ଥିଲା ତାକୁ ଯେଉଁ ନଷ୍ଟ କରିଦେଲେ ଡେଭଲପମେଣ୍ଟ ନାଁରେ, ଆଜି ସେ ପଡ଼ିଆ ହେଇକି ପଡ଼ିନଥାନ୍ତା। ସେଇଟାକୁ ଡେଭଲପମେଣ୍ଟ ନାଁରେ ପୁରା କାଟିକି ସଫା କରିଦେଲେ। ଗଛ ହେଉଛି ଆମ ଜୀବନ। ଗଛ ରହିଲେ ହିଁ ପଲ୍ୟୁସନ୍ ଯେଉଁ ନଷ୍ଟ ହେଉଛି ସେ କମିବ। ଆଗ ଗଛ ଲଗାନ୍ତୁ, ଗଛ କାଟନ୍ତୁନି ଆଜ୍ଞା। ମେନ୍ ଜିନିଷଟିକୁ ଆପଣ ଛାଡ଼ି ଦେଇକି ଆପଣ ପବ୍ଲିକ୍ ଉପରେ ମାନେ ଦୋଷ ଲଦୁଛନ୍ତି। ଗାଡ଼ି ଚେକ୍ କର, ଗାଡ଼ି ଆମେ ତ ଚେକ୍ କରି ମାନୁଛୁ। ଆପଣ କହିଲେ କେଉଁ ପବ୍ଲିକ୍ ଜଣେ ମନା କଲା କି? ସମସ୍ତେ ଲାଇନ୍ ଲଗେଇଛୁ, ଆମେ ଲାଇନ୍ ଲଗେଇଛୁ। ମୁଁ ଆଜି ଦେଇନି, ମୁଁ କାଲି ଫାଇନ୍ ଦେଇକି ମୁଁ ଯିବି ଗାଡ଼ି ଲଗେଇବି। ପଲ୍ୟୁସନ୍ ସାର୍ଟିଫିକେଟ୍ ଆମେ ଡରିବୁ କ'ଣ ପାଇଁ? ଆମ ଗାଡ଼ି ଯଦି ପଲ୍ୟୁସନ୍ ସେ ଗାଡ଼ି କାହିଁ ଚଲେଇବୁ କ'ଣ ପାଇଁ? ଯେଉଁଠି ଅନ୍ୟର କ୍ଷତି ହେଉଛି, ସମାଜର କ୍ଷତି ହେଉଛି, ସେ ଜିନିଷ ଆମେ କରିବୁ କ'ଣ ପାଇଁ? ଆମେ ତ ଆପଣଙ୍କ ସହଜରେ ଅଛୁ। ପୁଣି ଆପଣ ଯେଉଁ ଟଙ୍କା ଚେଞ୍ଜ କରିଥିଲେ ପୁଣି ପବ୍ଲିକ୍ ଆପଣଙ୍କ ସପୋର୍ଟ ଦେଇଥିଲେ ନା ନାହିଁ? କାହିଁ ଦେଶ ପାଇଁ ଆପଣ ଡିସିଜନ୍ ନେଇଥିଲେ। ସେହିପରି କିନ୍ତୁ ବର୍ତ୍ତମାନ ଯେଉଁଟା କରୁଛନ୍ତି ଏଇଟା ପବ୍ଲିକକୁ କେବଳ ମାନେ ହଇରାଣ କରିବା ଚକ୍କରରେ ରହିଯାଇଛନ୍ତି। ସବୁ କ୍ଷେତ୍ରରେ ଖାଲି ପଲ୍ୟୁସନ୍, ସବୁ କ୍ଷେତ୍ରରେ ଆଜ୍ଞା ଜନସାଧାରଣ ହଇରାଣ ହେଉଛନ୍ତି। ଯେକୌଣସି ଆପଣ ପ୍ଲାନ୍ କରୁଛନ୍ତି ପବ୍ଲିକର ଭଲ ପାଇଁ, ଆପଣ ତାଙ୍କୁ ନେଇକି ଠିଆ କରିଦେଉଛନ୍ତି, ତାଙ୍କ ସମୟ ଅନୁଯାୟୀ ଲାଇନ୍ରେ ଠିଆ କରିଦେଉଛନ୍ତି। ଏବେ ରିସେଣ୍ଟଲି ଯାଇଛି ଆଜ୍ଞା ରାସନ କାର୍ଡ଼, ବହୁତ ଗରିବ ଲୋକଙ୍କ ରାସନ କାର୍ଡ଼ କଟିଛି। ଯେଉଁମାନେ ସାଧାରଣତଃ କିଛି ଲୋନ୍ ପାଇଁ କିଛି ଏ ପାଇଁ ଯେଉଁ ଆଇଟି ଫାଇଲ୍ କରିଛନ୍ତି, ସେମାନେ ଆଇଟି ଫାଇଲ୍ ଦେବାର ତାଙ୍କ ଯୋଗ୍ୟତା ନାହିଁ। ମୁଁ ନିଜେ ବି ସେ ଭିତରେ ଜଣେ ଅଛି। ଆଇଟି ଆମର ଦେବାର ଯୋଗ୍ୟତା ନାହିଁ, କାରଣ ଆମର ମାସକୁ ବର୍ଷକୁ 12 ଲକ୍ଷ ଟଙ୍କା ଆମେ ଇନକମ୍ କରୁନୁ ଆଜ୍ଞା। କିନ୍ତୁ ଆମକୁ ଲୋନ୍ ମାଧ୍ୟମରେ ବ୍ୟାଙ୍କ ବାଲା ମାଗି ତୁମର ଆଇଟି ଦିଅ, ଜିଏସ୍ଟି ଦିଅ, ଆମେ ସବୁ କାଢ଼ିଛୁ, କାରଣ ଆମର କଟିଛି। ତ ଯେତେବେଳେ କଣ୍ଟ୍ରୋଲ କାର୍ଡ଼ରେ ଆମକୁ ଗୋଟେ ଧଳା କାଗଜରେ ନୋଟିସ୍ ଦିଆଗଲା ଯେ ନିଜର ପକ୍ଷ ନେଇକି ନିଜ ୱାର୍ଡ଼ରେ ଦେଖାନ୍ତୁ, ଆମେ ଗଲୁ ଲାଇନ୍ ଲଗେଇଲୁ। ମୋ ଭଳିଆ ବହୁତ ଲୋକ ମୁଁ ଦେଖିଥିଲି, ଯାଇଥିଲି, ବହୁତ ଲୋକ ଲାଇନ୍ ଲଗେଇଥିଲେ। ସେଠିଆ କର୍ମଚାରୀ ଆମର ପଦେ କଥା ଶୁଣିଛନ୍ତି ନା? ଆମେ ଯେଉଁ ଫାଇଲ୍ଟି ନେଇଛୁ କ'ଣ ପାଇଁ ଆମର ଆଇଟି ଦେଇଛୁ ତାଙ୍କୁ କହିବେ, ଆମ ପଦ ସେ ପକ୍ଷ ସେ ରଖିଛନ୍ତି? ସିଧା ଗୋଟିଏ ପଦ କହିଲେ, ତୁମେ ଆଇଟି ଫାଇଲ୍ ଦେଇଛ, ରାସନ କାର୍ଡ଼ ଆଣି ସବମିଟ୍ କର, ତୁମର କ୍ୟାନ୍ସଲ୍। ବାସ୍। ତାହେଲେ ପକ୍ଷ ଆମକୁ କାହିଁ କୁହାଗଲା? ଆମକୁ ନେଇ ତୁମେ ଯାଇ ତୁମ ପକ୍ଷ ରଖ ବୋଲି। ଆମେ ଯିଏ ଗଲୁ ସେଠି ଲାଇନ୍ ଲଗେଇଲୁ, ଭିଡ଼ ଥିଲା, ଭିତରେ ପଶିଲୁ, ସାର୍ ସାର୍ ତାକୁ ସାର୍ ସାର୍ କହିବୁ, ସେ ଠିକ୍ ଯେମିତି ଚିହ୍ନି ନାହାନ୍ତି। ଆମେ ତାଙ୍କ ଅଣ୍ଡରରେ କାମ କରୁଛୁ, ସେ ସେଇଭଳିଆ ବ୍ୟବହାର ମୁଁ ଦେଖେଇଲେ। ଫାଇଲ୍ ନେଲେନି, ଫାଇଲ୍ ପଢ଼ିଲେନି, ଆମେ ଲାଷ୍ଟକୁ ଚୁପ୍ତରେ ଘରକୁ ଆସିଲୁ। ସିଏ ସରିନି, ଦେଖନ୍ତୁ ପ୍ରଦୂଷଣ,
ତାକୁ ପୁଣି ତୁମେ ଲାଇନ୍ ଲଗାଅ, ସେ ସାର୍ଟିଫିକେଟ୍ ବାହାର କର, ସେଠୁ ସେ ସାର୍ଟିଫିକେଟ୍ ଯେଉଁ ଫାଇନ୍ ଅଛି ଦେବନି, ଯାଅ ଫାଇନ୍ ଜାଗାରେ ଲାଇନ୍ ଲଗାଅ, ସେଠୁ ଫାଇନ୍ ଦିଅ, ସେଠୁ ସେଠି ଦିଅ, ମାନେ ସମୟ ବର୍ବାଦ କରିଚାଲ ତମେ। ଆମ ସମୟ ଆପଣଙ୍କ ପାଇଁ କିଛି ନୁହଁ, ମୂଲ୍ୟହୀନ। ସାଧାରଣ ବର୍ଗର ଲୋକଙ୍କର ସମୟ ଆମ ସରକାରଙ୍କ ପାଖରେ ମୂଲ୍ୟହୀନ। ଏଇ ଜିନିଷ କଥା ମୁଁ ଯେତେବେଳେ ହୃଦୟ କଲି, କଷ୍ଟ ଲାଗିଲା। ତେଣୁ ସେଇ ସମୟରେ ବାଇଟ୍ ଦେଲେ ମୁଁ କହିଲି ମୁଁ ଏ ଜିନିଷ ସରକାର, କିନ୍ତୁ ସରକାରଙ୍କ ବିରୁଦ୍ଧରେ ମୋର କୌଣସି ନାହିଁ। ସରକାର ଯାହା କରୁଛନ୍ତି ପବ୍ଲିକର ଭଲ ପାଇଁ କରୁଛନ୍ତି, କିଛି ଚିନ୍ତା କରିଛନ୍ତି, କିଛି ବଡ଼, ଆମେ ତ ସାଧାରଣ ଅଳ୍ପ ପାଠ ପଢ଼ୁଛୁ, ମୂର୍ଖ ଲୋକ, ଆମେ କିଛି ଏତେ ବି କହିପାରିବୁନି। କିନ୍ତୁ ସେ ବଡ଼ ବଡ଼ ଲୋକ IPS ତର୍କ ବିତର୍କ କରିକି ପ୍ଲାନ୍ ପବ୍ଲିକ ପାଇଁ କରିଛନ୍ତି, ଠିକ୍ ଅଛି, କରିଛନ୍ତି। ତା ପାଇଁ ତର୍ଜମା କରାଯାଉ ଯେମିତି ପବ୍ଲିକ ହଇରାଣ ନୁହନ୍ତୁ। ଆମେ ନିଜ କାମରେ ବ୍ୟସ୍ତ, କେମିତି ଦୁଇ ପଇସା କମେଇବୁ, ନିଜ ଫ୍ୟାମିଲି ଚଳେଇବୁ, ନିଜ ଫ୍ୟୁଚର ସେଟେଲ୍ କରିବୁ, ଆମେ ସେଥିରେ ବ୍ୟସ୍ତ ରହୁଛୁ। ସେ ଚାକିରି ତ ମିଳିଲାନି ଆମକୁ, ଗଭର୍ଣ୍ଣମେଣ୍ଟ ଚାକିରି ଆମକୁ ମିଳିବନି, ଆମେ ସେ ଆଶା ବି ରଖିନାହୁଁ କେବେ ବି। ଆମେ ନିଜେ କେମିତି ଦୁଇ ପଇସା କମେଇବୁ, ନିଜ ପରିବାର, ନିଜ ଫ୍ୟାମିଲି, ନିଜ ଫ୍ୟୁଚର ଦେଖିବୁ। ସେ ଭିତରେ ଏଇ ପ୍ରକାର ବ୍ୟବସ୍ଥା ଆମକୁ ଫସିବୁ, ନିଶ୍ଚୟ ଆମକୁ ସେ ବାଧ୍ୟ ବହୁତ ଜୋର। ସେଥିପାଇଁ ସାର୍ ଦୟା କରୁଛି, ପୁନର୍ବାର ଚିନ୍ତା କରନ୍ତୁ। ଆମେ ପ୍ରଦୂଷଣ ସାର୍ଟିଫିକେଟ୍ କରିବାକୁ ନିହାତି ରାଜି, ସମସ୍ତେ ରାଜି, ସବୁ ନାଗରିକ ଦେବେ, କାହିଁକିନା ଦେଶ ପାଇଁ, ନିଜ ପରିବେଶ ପାଇଁ, ସମାଜ, ସମସ୍ତଙ୍କ ବଳିଦାନ ନିହାତି ଦରକାର, ଆମେ ଦେବୁ। କିନ୍ତୁ ବର୍ତ୍ତମାନ ଯଦି ଆପଣ ପ୍ରଦୂଷଣଟା ଇମ୍ପୋର୍ଟାଣ୍ଟ ହେଉଛି, ଫାଇନ୍ଟିକୁ ବର୍ତ୍ତମାନ କୌଣସି ଆଡ଼୍ କରନ୍ତୁନି। ଫାଇନ୍ଟି ତ ପରେ ଦେଇ ହେବ। ଯଦି ଏମିତି ହେଉଛି, ପ୍ରାୟ ବହୁତ ଲୋକ ପ୍ରଦୂଷଣ ସାର୍ଟିଫିକେଟ୍ ବାହାର କରିପାରିବେନି, କାରଣ ବହୁତ ଲୋକଙ୍କର ବହୁତ ଟଙ୍କା ଫାଇନ୍ ଅଛି, ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫାଇନ୍ ଯେଉଁ କଲେକ୍ସନ୍ ସେଠି ଅସୁବିଧା ହେଉଛି, କାହାର ନେଟୱାର୍କ ଲାଗୁନି, ସେ କୋର୍ଟକୁ ଯାଉଛନ୍ତି, ଏଠୁ ବହୁତ ହଇରାଣ ଏକା ହେଉଛନ୍ତି। ନୂଆ ବର୍ଷ ଆସୁଛି ସାର୍, ଭଲ ଖୁସି ଖବର ଦିଅନ୍ତୁ, ପବ୍ଲିକକୁ ହଇରାଣ କରନ୍ତୁନି। ଆପଣ ବହୁତ ଆମମାନଙ୍କ ପାଇଁ ବହୁତ କାମ କରୁଛନ୍ତି, ବହୁତ ଆମେ ବି ଜନସାଧାରଣ, ଆମେ ବି ବହୁତ ହଇରାଣ ହେଉଛୁ। ତେଣୁ ଦୟାକରି ସାର୍ ଏ ବିଷୟରେ ଚିନ୍ତା କରନ୍ତୁ। ଆପଣ ପବ୍ଲିକ କେମିତି ହଇରାଣ ନ ହେବେ, କେହି କାହାର ଅସୁବିଧା ନ ହେବ, ଭଲରେ କାମ ହେବ, ଆମ ସମାଜ ମଙ୍ଗଳ ହେବ, ଆମ ଓଡ଼ିଶାର ମଙ୍ଗଳ ହେବ, ଆମ ଦେଶର କେମିତି ପ୍ରଦୂଷଣ ଦୂର କରିବେ, ଏ ବିଷୟରେ ଆମେ ଚିନ୍ତା କରିବା ସମସ୍ତେ ମିଶିକି। କାହାକୁ ଅସୁବିଧାରେ, କାହାକୁ ହଇରାଣ ପକାଇ ଏସବୁ କାମ କରିବା କେବେ ସଫଳ ହେବ ନାହିଁ ଆଜ୍ଞା। ସେଥିପାଇଁ ବାଇଟି ଦେଖିଲି, ଲୋକମାନେ ପସନ୍ଦ କଲେ, ଦେଲି। ମୋତେ ତା ଭିତରେ ମୋତେ କିଛି ଲୋକ କହିଛନ୍ତି, ତୁମେ କ୍ରିକେଟ୍ ମ୍ୟାଚ୍ ପାଇଁ ଲାଇନ୍ ଲଗାଉଛ, ସେତେବେଳେ ତୁମକୁ ଜଣାପଡ଼ୁନି, ତୁମେ କୌଣସି ଯାତ୍ରା ଯାଉଛ। ଆଜ୍ଞା, ସେଇଟା ଏଣ୍ଟରଟେନମେଣ୍ଟ। ଆମେ ଯଦି ଜୀବନ ସାରା ଖଟୁଛୁ, କାମ କରୁଛୁ, ମାସ ସାରା ପଇସା କମାଉଛୁ, ଯେଉଁ କମାଉଛୁ, ନିଜର ପୁଣି ତ କିଛି ଖୁସି ଅଛି। ଆମେ ନିଜ ଖୁସିରେ ଲାଇନ୍ ଲଗାଇବା, ଆଉ ଜଣକୁ ବାଧ୍ୟ ସରକାର ଲାଇନ୍ ଲଗାଇବା ଭିତରେ ବହୁତ ଫରକ। ନିଜେ ଲାଇନ୍ ଲଗାଇବ ଖୁସିରେ, ମୁଁ ଲାଇନ୍ରେ ଟିକେଟ୍ ହେଲେ ମୁଁ ଖୁସିରେ, ମୁଁ ନିଜକୁ ସେଇଟା ଉପଭୋଗ କରିବି। ଆଉ ମୋତେ ଜଣେ ବାଧ୍ୟ କରି ତୁ ସେଠି ଲାଇନ୍କୁ ବାଧ୍ୟ ହେଉ, ସେଇଟା ଭୁଲ ଥିବ। ତେଣୁ ଏସବୁ ଯୁକ୍ତିଯୁକ୍ତ କଥା ନୁହଁ। ଆମେ ସରକାରଙ୍କୁ କେବଳ ନିଜର ମନ୍ତବ୍ୟ ଦେଉଛୁ ଯେ ଆପଣ ଯେଉଁ ପଦକ୍ଷେପ ନେଉଛନ୍ତି ବହୁତ ଭଲ ନେଉଛନ୍ତି, ଆମ ସମାଜ ପାଇଁ, ପରିବେଶ ପାଇଁ ନେଉଛନ୍ତି, କିନ୍ତୁ ଏମିତି କିଛି ପଦକ୍ଷେପ ନିଅନ୍ତୁ ଯେଉଁଥିରେ ପବ୍ଲିକର ହଇରାଣ ନ ହୁଅନ୍ତୁ, ଅସୁବିଧା ନ ହୁଅନ୍ତୁ, ସେମାନଙ୍କର ବହୁମୂଲ୍ୟ ସମୟ ନଷ୍ଟ ନ ହେଉ, କାମ ସୁରୁଖୁରୁରେ ରହୁ। ଆଜ୍ଞା, ପ୍ରଦୂଷଣଟି ବହୁତ ଇମ୍ପୋର୍ଟାଣ୍ଟ, ପ୍ରତି କ୍ଷେତ୍ରରେ, ପ୍ରତି ଜାଗାରେ ପ୍ରଦୂଷଣ ଆସୁଛି। ସେଥିପାଇଁ ଆମେମାନେ ହିଁ ବେଶୀ ଦାୟୀ ରହୁଛୁ। ସମସ୍ତେ ଗଛ ଲଗାଇବା, ଗଛଟାକୁ ଇମ୍ପୋର୍ଟାଣ୍ଟ ଦେନ, ଗଛ କାଟନ୍ତୁ ନାହିଁ, ଗଛ ଲଗାନ୍ତୁ। ଆଉ ମେନ୍ କଥା, ବର୍ତ୍ତମାନ ଫାଇନ୍ଟିକୁ ଅଟକାଇ ଦେଇ ଆଗ ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ଇମ୍ପୋର୍ଟାଣ୍ଟ ଦିଆଯାଉ। ଏତିକି କହୁଛି। ଯଦି କିଛି ଭୁଲ କହିଥିବି ଏଥିପାଇଁ କ୍ଷମା ମାଗୁଛି। ମୋର କୌଣସି ସରକାର ବିରୁଦ୍ଧରେ କହିବାର କୌଣସି ମାନେ ଚିନ୍ତା ନାହିଁ, କୌଣସି ପାର୍ଟିର ସପକ୍ଷରେ ମୁଁ କହିବା ନାହିଁ। ମୁଁ ସାଧାରଣ ମଣିଷ ବର୍ଗର ଲୋକଟିଏ, ନିଜର ମନ କଥା ଆପଣଙ୍କୁ ସେୟାର କଲି। ଧନ୍ୟବାଦ, ରହିଲି। ଜୟ ଜଗନ୍ନାଥ।